ବର୍ତ୍ତମାନ ସୁଦ୍ଧା ଯାହା ତଦନ୍ତ କରାଯାଇଛି ଆପଣଙ୍କ ପୀଡ଼ିତାଙ୍କ ବୟାନ ତାଙ୍କର ମାଜିଷ୍ଟ୍ରେଟ ଆଗରେ ସେ ଯୋଉ ବୟାନ ଦେଇଛନ୍ତି ତା ବାଦ ତାଙ୍କୁ ଆଉ ଯାହା ପାରିପାର୍ଶ୍ୱିକ ପ୍ରମାଣ ଅଛି ଏ ସବୁକୁ ଆମେ ଯାହା ମାନେ ସାକ୍ଷ୍ୟ ପ୍ରମାଣକୁ ଯାହା ଆମେ ଇଭାଲୁଏଟ କରିଛୁ ସେ ଅନୁସାରେ ଆମେ 100% ନିଶ୍ଚିତ ଯେ ସେ ଦୁଷ୍କର୍ମ କରିଛନ୍ତି ସେ 2 ଜଣ ମହିଳା ରୋଗୀଙ୍କ ସହିତ। ଡାକ୍ତର ତ ସ୍ୱୀକାର କରୁନାହାନ୍ତି କହୁନାହାନ୍ତି ଡାକ୍ତର ସ୍ୱୀକାର କରୁନାହାନ୍ତି ଡାକ୍ତର କହୁଛନ୍ତି ନା ଏଟା ମୁଁ କରିନାହିଁ କିନ୍ତୁ ଦେଖନ୍ତୁ ସିଏ ହେଲେ ଅଭିଯୁକ୍ତ ସିଏ ତାଙ୍କର ସେ କେବେ ଦୋଷ ମାନି ପାରନ୍ତି ନ ମାନି ପାରନ୍ତି ଏଟା ତାଙ୍କ ଉପରେ ନିର୍ଭର କରେ କିନ୍ତୁ ଆମ ତଦନ୍ତର ଦିଗ ଯାହା ସୂଚଉଛି ବା ଯାହାର ତଦନ୍ତର ଯୋଉଟା ପ୍ରଥମ ଦ୍ୱିତୀୟ ତୃତୀୟ ଯେତେ ଗୋଟେ ଜିନିଷ ଆମେ ଦେଖିବା ଷ୍ଟାର୍ଟିଂ ଫ୍ରମ ଆରମ୍ଭ ଯେମିତିକି ଧରନ୍ତୁ ଶୁକ୍ରବାର ଦିନଟାକୁ ସେ ରବିବାରକୁ ନେଲେ ରବିବାର ଦିନ କୌଣସି ମହିଳା ନର୍ସ କିମ୍ବା ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ପରୀକ୍ଷା କଲେ ନାହିଁ କିମ୍ବା 2 ଜଣ ଭିକ୍ଟିମକୁ ଆଟ ଏ ଟାଇମ ନେଇକି ଜଣକୁ ଠିଆ କରିକି ଆଉ ଜଣକୁ ପରୀକ୍ଷା ତା ବି କଲେ ନାହିଁ ଯିଏ ଅଭିଯୋଗ କରିଛନ୍ତି ତାଙ୍କର ଯେ ରିଲେଟିଭ ତାଙ୍କୁ ମଧ୍ୟ ମନା କଲେ ଆପଣ ରହିପାରିବେ ନାହିଁ ଯଦିଓ ସେମାନେ ତାଙ୍କ ରିଲେଟିଭ ଏବଂ ତାପରେ ଯୋଉଟା ଯେତିକି ସମୟ ଲାଗେ ଧରି ନିଅନ୍ତୁ ସେ ସମୟଠୁ ଅଧିକା ସମୟ ମଧ୍ୟ ନେଇଛନ୍ତି ଏ ସବୁ ଜିନିଷ ଏବଂ ସର୍ବୋପରି ପୀଡ଼ିତାଙ୍କ ବୟାନ ମାନେ ପୁଲିସ ସମ୍ମୁଖରେ ଅଡିଓ ଭିଜୁଆଲ ରେକର୍ଡିଂ ମିନ୍ସରେ ଯୋଉଟା ଆମେ କରିଛୁ ଏବଂ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଯୋଉ ବୟାନ ଦେଇଛନ୍ତି ଏ ସବୁକୁ ଆପଣ ଯଦି ଦେଖିବେ ତାକୁ ଯଦି ତର୍ଜମା କରାଯାଏ ଆମର ତେଣୁ ଏଥିରୁ ଆମେ ସ୍ପଷ୍ଟ ଭାବରେ ପ୍ରତୀୟମାନ ହଉଛି ଯେ ସିଏ ହିଁ ଦୋଷୀ ଏବଂ ସିଏ ହିଁ ଦୁଷ୍କର୍ମ କରିଛନ୍ତି ସେ 2 ଜଣ ତାଙ୍କୁ ମେଡିକାଲ ଏକ୍ସାମ ସେ ଆଡମିସନ ହେଇଥିଲେ ଘଟଣା ପରେ ସେ ଆଡମିସନ ହେଇଥିଲେ ଗାଇନିକ ଡିପାର୍ଟମେଣ୍ଟରେ ସେ ରିପୋର୍ଟ ଏବେ ଆମେ ହସ୍ତଗତ ହେଇନି ଆମେ ଆଣିବୁ ସେଟା 7 ଦିନ ଭିତରେ ପାଇଁ ନିୟମ ଅଛି ସେ ସର୍ଟଲି ସେ ଆମକୁ ଦେବେ ରିପୋର୍ଟ ଦେଲା ପରେ ଆମେ ତାର ତର୍ଜମା କରିବୁ ଏ ଯୋଉ ଅଭିଯୋଗ କରିଛନ୍ତି ପ୍ରଥମ ଅଭିଯୋଗ ଉପରେ ଆମେ 11 ତାରିଖ ଦିନ କେସ୍ ହେଇଛି ତାପରେ ଗତକାଲି ସେ ଦେଇଥିଲେ ରିପୋର୍ଟ ତାଙ୍କ ରିଲେଟିଭ ଆସିଥିଲେ ଅଭିଯୁକ୍ତଙ୍କ ରିଲେଟିଭ ତାଙ୍କ ରିପୋର୍ଟରେ ମଧ୍ୟ ଗୋଟେ କେସ୍ ହେଇଛି ଏବଂ ତାର ମଧ୍ୟ ତଦନ୍ତ ଆମେ କରୁଛୁ ସାଇମଲଟେନିୟସଲି 2ଟା ଯାକର କେସ୍ ତଦନ୍ତ ଚାଲିଛି ସେଥିରେ ଯଦି କିଛି ଆମକୁ ସାକ୍ଷ୍ୟ ପ୍ରମାଣ ଆସେ ତାକୁ ଆଧାର କରିକି ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତ ଆମେ ସମଗ୍ର ଡାକ୍ତର ସମାଜକୁ ଦୋଷ ଦେଇପାରିବାନି ଜଣେ ବ୍ୟକ୍ତିଗତ ଲୋକଙ୍କ ପାଇଁ ଗୋଟେ ଇଣ୍ଡିଭିଜୁଆଲ ଲୋକର କାର୍ଯ୍ୟକଳାପକୁ ନେଇକି ଆମେ ସମଗ୍ର ଡାକ୍ତରୀ ବୃତ୍ତିରେ ଯୋଉମାନେ ନିୟୋଜିତ ଅଛନ୍ତି ବା ଯୋଉମାନେ ଆପଣେଇଛନ୍ତି ତାଙ୍କୁ ଆମେ ଦୋଷ ଦେଇପାରିବା ନାହିଁ ଏଟା ହେଲା ପ୍ରଥମ କଥା ଯୋଉ ବ୍ୟକ୍ତି ଯେମିତି କରିବେ ସେଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଉଚିତ ସେ ଯୋଉ ବର୍ଗରେ ଥାଆନ୍ତୁ ଯୋଉ ପ୍ରଫେସନରେ ଥାଆନ୍ତୁ ଯାହା ବି କରନ୍ତୁ ଏଟା ଦୁର୍ଭାଗ୍ୟଜନକ ବୋଲି ଆମେ କହିବା ଯେ ଡାକ୍ତରଙ୍କୁ ଲୋକ ଭଗବାନ ବୋଲି ମାନନ୍ତି କିନ୍ତୁ ତାଙ୍କ ଭିତରେ ମଧ୍ୟ କିଛି ଅଛନ୍ତି ଯୋଉମାନେ କି ସେ ବୃତ୍ତିର ଏଥିକ୍ସକୁ ଫଲୋ କରୁନାହାନ୍ତି ବା ଅପରାଧ ଆଡକୁ ଯାଉଛନ୍ତି ମୁଁ କେବଳ ଏତିକି ମାତ୍ର କହିବି ଆମେ ଭେରିଫାଇ କରୁଛୁ ସେଟା ଭେରିଫିକେସନ ଚାଲିଛି ତାଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ଯେହେତୁ ତାଙ୍କର ପ୍ୟାରେଣ୍ଟ ଘର ସେପଟେ ଅଛି ଆଉ ଏଠି ଚାରିଆଡେ ଆମେ ପଠାଯାଇଛି ସେଟା ହସ୍ତଗତ ହେଇନି ବର୍ତ୍ତମାନ ସେଟା ଅଣ୍ଡର ଭେରିଫିକେସନ ଅଛି ତାଙ୍କୁ କୋର୍ଟରେ କାଲି ଗିରଫ କରି କୋର୍ଟରେ ପ୍ରଡ୍ୟୁସ କରାଯାଇଥିଲା ହାଜର କରାଯାଇଥିଲା କୋର୍ଟ ତାଙ୍କୁ ଜେଲ ଷ୍ଟୋରୀକୁ ପଠେଇଛନ୍ତି ବର୍ତ୍ତମାନ ସେ ଜେଲରେ ଅଛନ୍ତି।